ସାର୍ ନମସ୍କାର। ନମସ୍କାର। ଟିକେ ବୋଉ କଥା ହେବେ। ହଁ ତମ ପଇସା କଣ ହେଲା? ମାନେ କଣ କହୁଛନ୍ତି ଯୋଉ ଲୋନ କରିଛନ୍ତି 50,000 ପାଇଛନ୍ତି ହଁ ଆପଣ ଜାଣିନାହାନ୍ତି? ନା ଆପଣ ତାଙ୍କ ହଜବେଣ୍ଡ କହୁଛନ୍ତି ତ ନାଇଁ ନା? ନାଇଁ ମୁଁ କହିବା କଥା ଶୁଣନ୍ତୁ, ହଁ ମାଇକିନା ଶୁଣନ୍ତୁ। ମାନଙ୍କୁ କାହିଁକି ଲୋନ ଦଉଛନ୍ତି ଖାଲି ମାନେ ହଜବେଣ୍ଡ ନ ପଚାରିକି? ଓହୋ, ମାନେ ସ୍ୱାମୀ ମାନଙ୍କୁ ନ ପଚାରିକି ହଁ ଲୋନ ଦଉଛନ୍ତି। ହଁ ଟିକେ କଥାଟା ଟିକେ ବାଗେଇ କର। ମାଇକି ନା ମାଇପ ଏମିତି କଣ ମିସେସ୍ ହଁ କହୁନାହାନ୍ତି। ମୁଁ କୁହନ୍ତୁ ଅଫିସିଆଲି କୁହନ୍ତୁ। ଆପଣଙ୍କ ସହିତ କଥା ହଉଛି। ନାଇଁ ମୁଁ ନାଇଁ କଣ ଗାଁ ସମସ୍ତ ମାଇକି ଗହଳିର ନାଇଁ ନାଇଁ ଇଏ ଲୋକ? ହଁ ଶୁଣ ସମସ୍ତ ମାଇକିନା ତମର ବୁଦ୍ଧି ଥିଲେ ହଁ ତମେ ହଁ। ଦେଇଥାନ୍ତନି ହଜବେଣ୍ଡ ନ ଗଲେ। ତମେ ଆଚ୍ଛା କାହିଁକି ଆଚ୍ଛା, ଏମିତି ଦେଇଥିଲ? ତାହେଲେ ହେଇଛି। ତାହେଲେ ଏମିତି ତାହେଲେ ହଁ ଲୋନ ଦିଆ ହେଇଛି ତାହେଲେ। ହଁ ହଁ କୁହ। ଆପଣଙ୍କ ମିସେସ୍ ଯୋଉ ଲୋନ ନେବେ ସେ ଆପଣଙ୍କୁ ଜଣେଇନାହାନ୍ତି? ନା ଜଣେଇକି କୌଣସି କାମ ନ ଜଣେଇକି କୌଣସି କାମ କରନ୍ତିନି। ହଁ କାହିଁକିନା ମୋ ସ୍ୱାମୀ ଜାଣିବା ଦରକାର ମୁଁ ଏଇ ଜିନିଷଟା ଆଣିଲି ଠିକ ଏଇଟା ଦେବି କି କରିବି। ଠିକ ଅଛି ଯଦି ଗୋଟେ ସ୍ତ୍ରୀ ଲୋକ ତା ସ୍ୱାମୀ କି ନ ଜଣେଇକି ହଁ ଗୋଟେ ଗ୍ରୁପ ଲିଡର କି ଗ୍ରୁପ ମେମ୍ବରଙ୍କ କଥାରେ ପଡିକି ଯାଇକି କରିଥିବ ହଁ ତାହେଲେ ହଁ ସେଇଟା ହଉଛି ତାଙ୍କ ରେସ୍ପନ୍ସିବିଲିଟି। ବୁଝିହଉଛି ତ? ଆମେ କାହାର ଯେହେତୁ ସବୁ ଯେତେ ଫାଇନାନ୍ସ ସବୁ ଆମର କାହାର ଅଛନ୍ତି। କାହାର ଶୁଣୁଛୁ କାହାର କଣ କହିଲେ? କାହାର ରେସ୍ପନ୍ସ ଯୋଉ କହୁଛନ୍ତି? ମାନେ ଗୋଟେ ସ୍ତ୍ରୀ ଲୋକ ତାର ସ୍ୱାମୀର ପରାମର୍ଶରେ ଲୋନ ନବା କଥା। ହଁ ସ୍ୱାମୀ ଅଫିସ ଆସନ୍ତୁ ବା ନ ଆସନ୍ତୁ। ବୁଝିହଉଛି? ହଁ କାହିଁକିନା ଗୋଟେ ହଁ ସ୍ୱାମୀ ଗୋଟେ ରୋଜଗାର କାହାର? ଗୋଟେ ଘରରେ ଗୋଟେ ରୋଜଗାର ହଉଛି ତା ସ୍ୱାମୀର। ସ୍ୱାମୀ ହଁ ସ୍ତ୍ରୀ ନେଇକି ପଇସା ଦବ କାହାକୁ? ତା ସ୍ୱାମୀ କି ଦବ। ହଁ ତେଣୁ ସ୍ୱାମୀ ପଇସା ଆଣି ସ୍ତ୍ରୀ ଦେଲେ ସ୍ତ୍ରୀ ଦବ କିସ୍ତି। ଇଏ ନର୍ମାଲ ଜିନିଷ ଆଜିକା ଡେଟରେ ଆମେ ସମସ୍ତେ ଜାଣିଛେ। ଆଜ୍ଞା ଯଦି ତା ଭିତରେ କିଛି ମିସଗାଇଡ ହେଇଛି ये ତା नॉर्मल ଡିସ୍କସନ नहीं କଲା सर। ପରେ ये ଜଣା जो ପଡିବ। भूल ये भूल लैंग्वेज यूज करछंती नॉर्मल नहीं एटा ये बहुत कॉस्टली ହଁ एटा ସେଇ କଥା हबो କହୁଛି ନା। एबे हबो कॉस्टली हबो एथरो ହୁଁ 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 आपण ऑफिस को ऑफिस अछंती एटे कॉस्टली हबो ହୁଁ 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 एबे ऊपर को गले ହୁଁ एटा काहे की देछंती ହୁଁ हमर तो लोन नहीं ये काहे की जाइछंती माने ହୁଁ को किए कहला अपन देले लोन ହୁଁ ताको हस्बैंड कहथिले लोन देबे ना ना ହୁଁ माइकिना मानको लोन देबे हस्बैंड ହୁଁ मना करथिबे माइकिना लुचि गांड देबे ହୁଁ आपण को पुरु रखी देछंती ନା प्रूफ ପ୍ରୁଫ୍ कोन ଅଛି ଆମ आपन ପାଖରେ ସବୁ ପ୍ରୁଫ୍ ଅଛି। को प्रूफ ବିନା कोन ଟିପ ଚିହ୍ନରେ ଆଧାର କାର୍ଡ ନ ଦେଇକି ଏଗ୍ରିମେଣ୍ଟ ସେ ସେମାନେ ସାଇନ୍ ଗୋଟିଏ କରିଛନ୍ତି। ସେକେଣ୍ଡ ଗୋଟେ ଟିପ ଚିହ୍ନ କାହାର ମାନେ ତାଙ୍କର ତ କଷ୍ଟମର ତାଙ୍କ ହଜବେଣ୍ଡ ଯାଇଥିଲେ କି ହଜବେଣ୍ଡ କଷ୍ଟମର ଯାଇଥିଲେ? ସେଇ ତ କହୁଛି ପରା ଆପଣଙ୍କୁ ଆପଣ ହଁ ନ ଆସିଲେ ବି ବିନା ଲୋନ୍ ତାଙ୍କ ସେମାନେ ପରମିସନ ରେ ପାଇପାରିବେ। ହଜବେଣ୍ଡ ପରମିସନ ଆପଣ ଲୋନ ଦଉଛନ୍ତି। ବୁଝିହଉଛି ତ? ହଜବେଣ୍ଡ ଏଇ ଯେ ଠିକ ସବୁଠୁ ଅଛି ଭଲ ଭୁଲ ଶୁଣନ୍ତୁ ସବୁଠୁ ମୋର ଭଲ କହିବାର ବଡ କଥା। ଭୁଲ ଆପଣଙ୍କୁ ସବୁଠୁ ବଡ ଭୁଲ ହୁଁ ବିନା ହଜବେଣ୍ଡ ଆପଣ ଲୋନ ଦଉଛନ୍ତି ଇଏ ହୁଁ ଫାଷ୍ଟ କଥା ସବୁଠୁ ବଡ ଭୁଲ। ଠିକ ଅଛି ଯଦି ଯୋଉଟା ଆପଣ କହୁଛନ୍ତି ସେଇଟା ବି ଆପଣଙ୍କ କଥାରେ ଏକମତ ଆମେ ସେଇଟା ବି ଭଲ ହଉ କଥା ସେଇଟା କିଛି ଖରାପ କଥା ନୁହଁ। ହଁ ହଁ ହେଲା କାହିଁକି ନା ସ୍ୱାମୀ ମାନେ ଜାଣିବା ଦରକାର ହଁ ଯେ ଯଦି ଜଣେ ମୁଁ ଗୋଟେ ଆପଣଙ୍କର ସ୍ତ୍ରୀଙ୍କ ବିଷୟରେ ତ ମୁଁ ଜାଣିନି ଗୋଟେ ଏକ୍ସାମ୍ପଲ ହଁ ଦେଇକି ମୁଁ କହୁଛି। ହଁ ଧରନ୍ତୁ ଗୋଟେ ସ୍ତ୍ରୀ ଲୋକ ସେ ଲୁଚେଇବ ଆମକୁ ହେଲା ହଁ ମୋ ସ୍ୱାମୀ ବାହାରେ ଅଛନ୍ତି ଆଉ ସାର୍ ରିକ୍ୱେଷ୍ଟ କରୁଛି ସାର୍ ଦିଅନ୍ତୁ ତା ପାଇଁ ମେମ୍ବର ସପୋର୍ଟ କରିବେ ହଁ ସାର୍ ଆଉ ସେ ଭଲ ଲୋକ ଲୋନ ଦିଅନ୍ତୁ ହେଲା ଏଇ ଟାଇପ ର ହଉଛି। ହଁ ହେଇକି ସେ ଆପଣ ଲୋକଟି ଯିଏ ମାନେ ଲୋନଟା ଶୁଣ ଉଠାଇବ ଯୋଉମାନେ ସମସ୍ତେ କହିଥିବେ ତାଙ୍କୁ ଧରିକି ନେଇଯାଅ। ତ ମେନ୍ କଥା ହଉଛି କଣ ଏବେ ହବ ନା ହଁ ଆପଣଙ୍କ ଗ୍ରୁପ ରେ ଯୋଉ ମାଙ୍କୁ ନେଇକି ଯୋଉମାନେ ବସିଥିଲେ ହଁ 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 ସେମାନଙ୍କୁ ଆଲୋଚନା କଲା ପରେ ସତ ମିଛ କଣ ସବୁ ଜଣା ପଡିବ। ଠିକ କଥା ତାଙ୍କୁ ଧର ବୁଝିହଉଛି? ମୁଁ ହଁ କହିବା କଥା ସିଏ ଯୋଉ ଯାଇଛନ୍ତି ତାଙ୍କୁ ଧର ଆଉ ଆମ ଯୋଉ ମୋ ୱାଇଫ ଅଛି ମୋ ୱାଇଫ ଯୋଉ ଅଛି ମୁଁ ତାଙ୍କ ବି ଆକ୍ସନ ନେବି କାହିଁକି କହିଲ ମୋ ୱାଇଫ କୁ ନାଇଁ ସେମାନେ ଆପଣ ବୁଲେଇକି ଶୁଣନ୍ତୁ ନେଇଛନ୍ତି ଶୁଣନ୍ତୁ ଆମ କହିବା ଗ୍ରୁପ କଥା ଯେ ବାଲାକୁ କୁହନ୍ତୁ ଶୁଣନ୍ତୁ ଆପଣ। ଆମେ ଗୋଟେ ସାଧାରଣ ହିସାବରେ ଆମେ କଥା ହବା କଥା ଗୋଟେ ଆଜ୍ଞା ଭାଇ ଭାଇ ଆଜ୍ଞା ବିଷୟରେ ଆଜ୍ଞା କହୁଛି ମୋ ଆଜ୍ଞା କହିବା ଆଜ୍ଞା ଆମର ଆଜ୍ଞା ଏବେ ମାଙ୍କୁ ପଚାରନ୍ତୁ ସେ ଆକ୍ଚୁଆଲି ଆଜ୍ଞା ପଇସାଟା ଆଣିକି କଲେ କଣ ଆପଣ ଯଦି ଦେଇନାହାନ୍ତି ସେ ପଇସାଟା ନେଲେ ଶୁଣ 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 ବୁଝନ୍ତୁ ଆମର ଯୋଉ ଅଛନ୍ତି କିଏ କହିଲ ଆମର ଯୋଉ ମମି ମୋ ମମି ହଁ ମା ହଁ ସିଏ କଣ କରୁଛନ୍ତି ମୋ ମାଇକି ନେଇକି ହଁ ମୋ ହଁ ୱାଇଫ କୁ ନେଇକି ହଁ 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 ଜବରଦସ୍ତି ତାଙ୍କୁ ରଖିଛନ୍ତି ମୁଁ ଜାଣିନି କଥା ବୁଝ ଓହୋ ଆଚ୍ଛା ତାଙ୍କ ଆଚ୍ଛା ହଁ ହଜବେଣ୍ଡ ଏଗୁଡ଼ା ତାଙ୍କ ଆମେ ହଜବେଣ୍ଡ ଜାଣିବା ଦରକାର ନା ତାଙ୍କ କେମିତି ଶୁଣ ଆପଣଙ୍କୁ ସପୋର୍ଟ କଲେ ହବ ଶୁଣ ହଁ ତାଙ୍କ ହଜବେଣ୍ଡ ହଉଛି ତାଗଡା ସିଏ ମୋ ବାପା। ଆଚ୍ଛା ଆଚ୍ଛା ହଁ ସେ କେମିତିଆ ନେଇକି ଗଲେ କୋଉ ସପୋର୍ଟିଂ ରେ ନେଇକି ଗଲେ କିଏ ଦେଲା ତାଙ୍କୁ ସପୋର୍ଟିଂ ଠିକ ଅଛି ଆମେ ତ ଏବେ ଜାଣିଗଲେ ନା ପଏଣ୍ଟଟା ହଉ ଏବେ ମୋ ଆଚ୍ଛା କହିବା ଆପଣ କଥା ଫାର୍ମିଂ ଆପଣଙ୍କ କରନ୍ତୁ ସ୍ତ୍ରୀ ହଁ ଆପଣଙ୍କୁ କଣ କହୁଛନ୍ତି ଏବେ? ମୁଁ କହିଲି ମୁଁ ଜାଣିନି ମୋ ମମି ନେଇକି ଗଲେ ମୋର ଆଚ୍ଛା ଟିପୋଚିନ ଖାଲି ଦେଇଦେଲେ ହଁ ହଁ ମୁଁ କହିଲି ତୁ ମତେ କହିଥିଲୁ ନା ମତେ ହଁ ଟିପୋଚିନ ପଇସା ଦେଇଦେଲେ ମୁଁ ଆଉ ହଁ ତମକୁ କାହିଁ କାହିଁକି କହିବି। ସେ ତାଙ୍କୁ ପଚାରିଲେନି ଯେ ତମେ ଏଇ ଜିନିଷଟା ତମେ ବାହା ସାରିଲଣି ଘର ସଂସାର କଲେଣି ତମେ ଏଇ ଜିନିଷ ମତେ ସ୍ୱାମୀ ସାରା ମତେ ଜଣେଇବନି ଶୁଣ ଶୁଣ ଶାଶୁ ମା ମତେ ଶୁଣ କହିଲା ବୋଲି ତା ତମେ ଶୁଣ କରିଦେବି ଭୁଲଟା ତା ପାଇଁ ମୁଁ ବହୁତ ବାଡେଇଛି। ନାଇଁ ନାଇଁ ବାଡେଇଲେ ହବନି ଶୁଣ ନାଇଁ ଏଇଟା ନାଇଁ ତ ଭୁଲ କଥା ଆଉ ବୁଝିପାରିଲନି ମୁଁ ଆରେ ବାଡେଇ ଶୁଣ ଶୁଣ ତମେ ମୁଁ ଯଦି କହିବ ପୁରୁଷ ଶୁଣ ପୁଅ ଆମ ହେଇଗଲେ ଶୁଣ ବାଡେଇଲେ ହବନି କେମିତି ମୁଁ ହବ ଗୋଟେ ନାଇଁ ନାଇଁ ଦୋକାନ ଆମର ଅଛି ଆମକୁ ଲୋନ ବାଲା 10,000 ଲକ୍ଷ 50,000 50 ଲକ୍ଷ ବି ଦେବେ ଦଉଛନ୍ତି ଅଫର କଣ ଦରକାର ଆମ କଣ ଇଏ ସ୍ତ୍ରୀ ଆମର ଦରକାର ଏମିତି ମୁଁ ଯିବା କହିଲା ଦରକାର ମୁଁ ଶୁଣ ସେ ଆବଶ୍ୟକ ଯୋଉ ଦରକାର ଏଇ ଶୁଣ ଇଏ ଯୋଉ ମାଇକି ଏ ଯୋଉ ଆମର ଯୋଉ ଗାଁ ର ଆମର ଯୋଉ ଲେଡିଜ ମାନେ ହଁ ସେ ଚକ୍କର କରିକି ଆପଣଙ୍କୁ ପଇସା ଆଣୁଛନ୍ତି ସେଇମାନଙ୍କୁ ଆରେ ଧର ସେମିତି କରିକି ଫସେଇ ସବୁ ବର୍ବାଦ କରିସାରିଲେଣି ଫାଇନାନ୍ସ ବାଲାଙ୍କୁ ସେଇମାନେ ଧର ଦେଖ ଆମେ ତ ମୁଁ ତ ଦେବିନି ପଇସା ମୋ ୱାଇଫ ତ ଦବନି ହଁ ଆପଣ କାହିଁ ଦେବେ କି ସେମିତି ଦେବା ଦରକାର ତାଙ୍କୁ ନାହିଁ ଧର ଯେମିତି ତାଙ୍କୁ ଯିଏ ଧର କ୍ରିୟା ସେ କରୁଥିଲେ ସେମିତି ମୋ କ୍ରିୟା କିଛି ନାହିଁ ଲୀଳା ମୁଁ ଯୋଉ କହିଲି ବାଟରେ ପଇସା ନାହିଁ ଯାଇଛି ଲୀଳା ସେଇ ବାଟରେ ଯାଉ
ଆପଣ ସାଇଡ୍ ହଁ ସେଇ ଆଙ୍ଗୁଠି ଧରିବ ହଁ। ଘରକୁ ବାସ୍। ଚପଲ ସମସ୍ତଙ୍କୁ ବାଡେଇ ମାଇକି ନେବୁ